ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଅସନବାହାଳି ଗ୍ରାମର ଏକ କୋଠ ଜାଗା ଯେଉଁଥିରେ ଗ୍ରାମବାସୀମାନେ ଟ୍ରାନ୍ସଫର୍ମର ଓ କୂଅ କରି ଗ୍ରାମବାସୀମାନେ ଚଳପ୍ରଚଳ କରନ୍ତି। ସେହି ଜାଗାକୁ ଗ୍ରାମର ଜଣେ ବ୍ୟକ୍ତି ସୁମନ୍ତ କୁମାର ଦାସ ପିତା ସଚ୍ଚିଦାନନ୍ଦ ଦାସ ଜୋର ଜବରଦସ୍ତ ଅକ୍ତିଆର କରି ଗ୍ରାମବାସୀମାନଙ୍କୁ କୂଅରୁ ପାଣି ପାଇଁ ବନ୍ଦ କରୁଛନ୍ତି। ଗ୍ରାମବାସୀମାନେ ଗ୍ରାମରେ ସଭା କରି କହିବାରୁ ସଭାରେ ଗ୍ରାମବାସୀମାନଙ୍କୁ ଗାଳିଗୁଲଜ କରି ଯୋଉଠିକି ଯିବା କଥା ଯା, କଲେକ୍ଟର ତହସିଲଦାର ମୋର କିଛି କରିପାରିବେନି କହୁଛି। ଏଥିପାଇଁ ଗ୍ରାମର ସଭାପତି ଆର୍ତ୍ତବନ୍ଧୁ ଦାସ, ସମ୍ପାଦକ ମଳୟ ଦାସ ଓ ଶତାଧିକ ଗ୍ରାମବାସୀମାନେ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ଓ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି। ଆପଣ ନାଁଟା କ'ଣ ଆଉ କୋଉଠୁ ଆସୁଛନ୍ତି? ଆଜ୍ଞା ଘର ହେଉଛି ଅସନବାହାଳି। ମୋ ନାଁ ହେଉଛି ଆର୍ତ୍ତବନ୍ଧୁ ଦାସ, ଗ୍ରାମର ପ୍ରେସିଡେଣ୍ଟ। ଆମ ଜାଗା ଗୋଟେ କୋଠ ଜାଗା ଅଛି, ସେ ଜାଗାକୁ ସୁମନ୍ତ ଦାସ ଜୋର ଜବର କରି ଅଧିକାର ଦେଇ ସାରିଛି। ଆମେ ଯେତେ ପ୍ରକାର ଯାହା କହୁଛୁ ଗାଁକୁ ଡକେଇଲୁ, ଗାଁରେ କଥା ମାନିଲା ନାହିଁ। ମୁଁ ତୁମକୁ କଥା ମାନିବି, ତୁମେ ମୋର ଯାହା କରିବା କଥା କର, କଲେକ୍ଟର କହ, ତହସିଲଦାର କହ, ମୋର କ'ଣ କରିବା କଥା ସେ ମୁଁ ଦେଖିବି। ଏ କଥା କହିକି ଆମେ ଆସିଛୁ, ନିରାଶ ହେଇକି ଆସିକି ଆପଣଙ୍କ ପାଖରେ ପହଞ୍ଚିଛୁ। ଆଉ କେତେ ଜାଗା ଥିଲା ଆଉ ସେ କେଉଁ ଜାଗା ଥିଲା? ଜାଗା ଆଜ୍ଞା ଅଛି ସେ 2 ଗୁଣ୍ଠ 2.5 ଗୁଣ୍ଠ ଜୋର ଜବର କରିଛି। ଜାଗା ଥିଲା ଆମର ସରକାର ଜାଗା ତ ହିସାବରେ କିନ୍ତୁ ଯାତ୍ରା କରିବାକୁ ଜାଗା ପାଉନି, ଛୋଟିଆ ଜାଗା ଖଣ୍ଡକ ଆଉ 4-5 ଦେବାଲ ଦେଇଛି। ଆଉ କ'ଣ ଚାହୁଁଛନ୍ତି ଆପଣ? ଆମେ ଚାହୁଁଛୁ ଯେ ଆମ ଜାଗା ଖଣ୍ଡକ ଦେଲେ ଆମେ ଯାତ୍ରା କରିବୁ, ଗୋଟେ ଦୋଳ ଫାଡ଼ି ହେବ, ଏମିତି ଗୋଟେ ଫଙ୍କସନ୍ କରିବୁ ବୋଲି ଚିନ୍ତା କରିଛୁ। ଆଉ ଏ ଜାଗା ତ ନାହିଁ, କ'ଣ